ଆଜ୍ଞା ଦୁତା ସେ ଆପଣ ଯଦି କହୁଛନ୍ତି ଆଜ୍ଞା ହଁ ସେ ଯାହା କହୁଛନ୍ତି ଗ୍ରହଣ କରନ୍ତୁ। ପ୍ରୀତି ହଁ ପ୍ରୀତି ହଁ କଦାପି ନୁହ ଦୁତା ହବନି। ଆରେ ଧିକତା ଜୀବନ ଧିକ ଯୌବନ ପ୍ରୀତି ଯାଚୁ ଅଛୁ ବଳେ ଧିକତା ଜୀବନ ଧିକ ଯୌବନ ପ୍ରୀତି ଯାଚୁ ଅଛୁ ବଳେ ହେଇ। ଆଲୋ ମହାଦଶମତି ନମରି ରଖିଛି କି ପାଇଁ ଏ ତୁଳି ଶାଳେ କି ପାଇଁ ଏ ତୁଳି ଶାଳେ ଗୋ ସୁଭଦ୍ରେ କି ପାଇଁ ଏ ତୁଳି ଶାଳେ ଲଜ୍ଜା ହେଲେ କି ତତେ ଲଜ୍ଜା ହେଲେ ବାଳେ ରକ୍ଷକ କଦାବି ପିଟିଏ तोर मुखे नाही लज्जा तोर मुखे नाही लज्जा मो पसरू फेरी जाचा तोर मुखे नाही लज्जा मो पसरू फेरी जाचा तोर मुखे नाही लज्जा ଆଜ୍ଞା ଏମାନଙ୍କୁ କଦାପି ପ୍ରୀତି ଦାନ ଦେବି ନାହିଁ ଦୂତ ହବନି। ନାହିଁ ଦୂତ ଆଲୋ ଲୋ ନିଲଜି କିସା ଆସେ କହୁଛୁ ମୋ ଆଗେ ବଢି ଆଲୋ ଲୋ ନିଲଜି କିସା ଆସେ କହୁଛୁ ମୋ ଆଗେ ବଢି କହୁଛୁ ମୋ ଆଗେ ବଢି अरे पिछा मंत्र को न चलु कि पई कोला भुजंग गुताली पिछा मंत्र को न चलु कि पई कोला भुजंग गुताली आले लोनी लजी किछा आसी कहूछु मो आगे बडी तो शरम को देलु छाड़ी नारी कुले जात लज्जा नहीं चित शरम को देलु छाड़ी मुलख तो लज्जा है कहूछु मो आगे बढे ए निलक्षणी वाले नहरी बिची तो देछि ए कथा येडी आले तो नहरी बिची तो देछि ए कथा येडी जा दौड़े जा
ଆସେ ଆସେ କହୁଛୁ ମୋ ଆଗେ ବଟି ହେରି ଲକ୍ଷ୍ମୀ ରେ ତୋ ଶେଷର ସମୟ ଆସିଲେ ଲକ୍ଷ୍ମୀ ନାଲୋ ନାଲୋ कदापि एମାନଙ୍କୁ प्रतिदान देबी नहीं तू तो जते शीघ्र पारिबू मोर सन्मुखरु एମାନଙ୍କୁ दूर बनतरे छाड़ी करी आसे तू तो आज्ञा सुनु ना एबे तम छाड़ियो जे बीर पिला भले इंदी क्यों जाउछतिया ओयाडा स थोड़े इंदिया जाउछ अच्छा मथिरे काने पई जाउछो एता क्या चालियो तो मथिरे काने पई जाउछो चालियो तो मोर ए! चालियो जानत तो किंदी किन चालियो चालियो तो किन चालियो देखियो तो किन चालियो? जानो छाड़ी मुझे भी चालियो देखियो आज्ञा उठ पड़त ठीक है ये चाली देखो काई वाह बको ना है बुलु है तम हेले पकई दिस किन चाली ता ता बीरो चाली एता बीरो चाली तमर होले आइली से पाला पाला से मामणी हां आज्ञा कोन कले बुझिले ना मा तम आज्ञा कोन कहले तुम आगे कोणा कइले हां ए माए हां ए बसंत काल तोर चित बणा करिला रे ए बसंत काल तोर निशिग्रासी मारी छाती निशिग्रासी मारी छाती खण्ड खण्ड करिला रे ए बसंत काल तोर हो बसंत काल तोर सीतावन भरिला रे ये बसंत काल तोर से मामणी आगो एके तू बोला नारी देहे যৌবন ধরি एके तू बोला नारी देहे যৌবন ধরি মনর কথা মনরে মনর কথা মনরে রহি দেহ সঢ়িলা রে এ বসন্ত কাল তোর ए कदापि प्रतिदान देबी नहीं लक्ष्मी बसंत काल तोर चितवन रहिला रे ये बसंत काल तोर से मामणी हां आज्ञा कोन कले बुझिले मा कोन मातृ पर द्वारा सुपर द्रव्य सुरष्ट व्रत आत्मवत सर्वभूत सुजपसती सपंडित अच्छा तार भावार्थ कोन बुझिलो मा कोन ए पर स्त्री को मने करे गो जननी समान परधन को जहार विश्व संगे ज्ञान
ଜୀବଙ୍କୁ ମଣିଙ୍କୁ ଆପଣାର ପରି ହଁ ସମସ୍ତ ଜୀବଙ୍କୁ ମଣିଙ୍କୁ ଆପଣାର ପରି ଆଚ୍ଛା ଆଉ ପଣ୍ଡିତ ବରୁଣ ତାଙ୍କୁ ଗଣ ଜେମାମଣି ହଁ ଆଜ୍ଞା କଣ କଲେ ବୁଝିଲେ ମା କଣ ଅର୍ଜୁନ ଗୋଟେ ପରସ୍ତ୍ରୀ ହରଣ କରି ନାହାନ୍ତି ନାହାନ୍ତି ଅସତ୍ୟ କରି ସତ୍ୟ କରି ଅସତ୍ୟ କରି ନାହାନ୍ତି ନାହାନ୍ତି ଆଉ ପରଧନ ଗୋଟେ ଚୋରେଇ ନାହାନ୍ତି ଆଣିଛନ୍ତି ସିନା ଚୋରେଇ ନାହାନ୍ତି ହଁ ତୁ ତମେ ତ ଏଇ ହଁ ପରଧନ ମୁଁ ଆଣିଛି ହଁ ଆଣିଛନ୍ତି ଚୋରେଇ ନାହାନ୍ତି ତମେ ଏଇଟା ମିଛ କଥା କହିଲ ହୁଁ। ତମେ ଏଇଟା ମିଛ କଥା କହିଲ କଣ ମିଛ କହିଲି କଣ ବେଇଲେ ହୁଁ। କାଲି ଆମର ସେ ଗାଁରେ ନାଚ ନାଗିଥିଲା କୋଉ ଗାଁରେ କହିଲ ହଁ କହ କହ ସେ ଗାଁରେ ନାଚ ନାଗିଥିଲା ହଁ। ସେଇଠି ଝିଅ ପିଲାମାନେ ବଇରି ଚପଲ ଚପଲ ଏମିତି ରଖିଥିଲେ ହଁ। ଚପଲଟା ଏମିତି ଅନେଇ ଦେଇକି ଚପଲଟା ଧରି ଆଇଲେ ସିନା ଆଉ ଦେଖିଲେନି ଏଇ ଚପଲ ଧରିକି ଆସିଲୁ ହଁ ଛି ବୋଲେ ଛି ମତେ- ଛି ଏ ଚିପିଲି ଚୋର କିଏ ରେ ଚିପିଲି ଏ ଚିପିଲି ଚୋର କିଏ ଚିପିଲି ଗାର ଚୋରେଇଲା ତାର ଚିପିଲି କହିଲେ ନେଇଯିବି ସିଏ କହିଦେଲେ ହେଇ ଚିପିଲି ଚୋର ବୋଲି ମୋର ସ୍ୟାଣ୍ଡେଲ ଚପଲ ଚୋରେଇ ଦେଇଛି ଇଏ ଗୋଡରେ ହାତରେ ଆଣିବନି ଗୋଡରେ ଆଡେ ଆଡେ ଆଣି ଅର୍ଜୁନ ଆମର ମୁଣ୍ଡରେ ଧରି ଆଇଲା ଆଜ୍ଞା ହେଲେ ଆପଣ ସିନା କହିଲେ ସତ୍ୟ କରି ଅସତ୍ୟ କରି ନ ସତ୍ୟ କରି ଅସତ୍ୟ ଆପଣ କରିଛନ୍ତି ଦ୍ୱାର ରକ୍ଷକ ପର ନାରୀ ମଧ୍ୟ ହରଣ କରିଛନ୍ତି ଆଚ୍ଛା ସତ୍ୟ କରି ଅସତ୍ୟ କରିଛି ହଁ ପର ନାରୀ କି ହରଣ କରିଛି ହଁ ଆଚ୍ଛା ଦୂତ ହଁ ସତ୍ୟ କରି ଅସତ୍ୟ କୋଉଠି କରିଛି ଶୁଣିବେ ଆଜ୍ଞା ପର ନାରୀ କି ହରଣ କେତେବେଳେ କୋଉ ସ୍ଥାନରେ କରିଛି କହ ହେଲେ ଯଦି କହିବେ ତାହେଲେ ଆପଣ ଗ୍ରହଣ କରିବେ ତ ତାପରେ ଦେଖିବା ଆଉ ଦେଖା ଦେଖି ଦେଖା ନାହିଁ ଦେଖି ନାହିଁ ଆଉ କଣ କହୁଛୁ ଅକ୍ଷୟ ତ ଗଲା ଆଉ ଅକ୍ଷ ହେ ପାଥ ରଖିବି ଏ ଯୋଉ ଦେଖେ ବୋଲନି ସିଆଡେ ଶୁଣେ ଯୋଉ ଦେଖେ ବୋଲନି ତୁ କେତେବେଳେ ଅନ୍ଧାରରେ ଦେଖେ ଦଉନୁ ଆଉ ମୁଁ ଦେଖେଇ ଦିଆ ପାଞ୍ଚାଙ୍ଗୁଡିଆ ଆରେ କିଏ ମାଇଲା ଆ ପାଟିଟା ଆଉ ଟିକେ ଓସାର ଦଉନୁ କାଣା ନା, ଝିଅ ମାଇଲା ପଟ ପଟ ନାଇରେ ତୁ ଯୋଉ ପାଟିଟା ଓସାର ଯୋଉ ଦିଡ଼ିଆ ମାଉଥ ପଶିବ ନା ସେ ଭିତରେ ହଁ ପୁରା ପଜିବ ଆଜ୍ଞା ଆପଣ ସତ୍ୟ କରି କେଉଁ ସ୍ଥାନରେ ଅସତ୍ୟ କରିଛନ୍ତି ଆଚ୍ଛା ଶୁଣନ୍ତୁ ଆଜ୍ଞା କହ ଦୂତ ଏ ଶୁଣ ଅର୍ଜୁନ ହେ ଅର୍ଜୁନ ଆହା କହିବି ସେଥିର କାରଣ ବୀର ଅର୍ଜୁନ ହେ ଅର୍ଜୁନ କହିବି ସେଥିର କାରଣ ଆଜ୍ଞା ବୁଲି ବୁଲି ଗଲ ବାଟରେ ଭେଟିଲ ଆଜ୍ଞା ବୁଲି ବୁଲି ଗଲ ବାଟରେ ଭେଟିଲ ଆଚ୍ଛା ରାଜ ବିପ୍ର ନାମେ ବ୍ରାହ୍ମଣ ବୀର ଅର୍ଜୁନ ହେ ଅର୍ଜୁନ କହିବି ସେଥିର କାରଣ ଅର୍ଜୁନ ହେ ଅର୍ଜୁନ ଆଜ୍ଞା ଦୂତ ସେ କହିଲେ ମୋର ଛବ ଦେଖିଲ କ୍ରନ୍ଦନ କରୁଛି ବ୍ରାହ୍ମଣ ଆହା ଯାଇ ପଚାରିଲ ଆପଣ ବୀର ଅର୍ଜୁନ ହେ ଅର୍ଜୁନ କହିବି ସେଥିର କାରଣ ଲକ୍ଷ୍ମୀ ଆଜ୍ଞା ଦୂତ ଆପଣ ଯେତେବେଳେ ବାଟରେ ବୁଲି ଭ୍ରମଣ କରି ଯିବା ସମୟରେ ଆଚ୍ଛା ଆଚ୍ଛା ବାଦ ବିପ୍ର ବ୍ରାହ୍ମଣ କରୁଛି ବସିକି ରୋଦନ କରୁଛି ହଁ ହଁ ତାଙ୍କୁ ପଚାରିଲ କିହ ବିପ୍ର କାହିଁକି ତୁମେ କ୍ରନ୍ଦନ କରୁଛ ଆଚ୍ଛା, ସେ ଆଚ୍ଛା। କଣ କହିଲେ ଆଜ୍ଞା କଣ କହିଲେ ସେ କହିଲେ ମୋର 6 ପୁତ୍ର ଏକାଦିନେ ହେଲା ମରଣ ବୀର ଅର୍ଜୁନ ହେ ଅର୍ଜୁନ କହିବି ସତ୍ୟର କାରଣ
ରଖିବା ପାଇଁ ତ ଆପଣ ବୀର ଅର୍ଜୁନ ହେ ଅର୍ଜୁନ କହିବି ସତ୍ୟର କାରଣ। ବୀର ଅର୍ଜୁନ ହେ ଅର୍ଜୁନ କହୁଛି ସେଥିର କାରଣ। ଆଜ୍ଞା ଦୂତ ଆପଣ ଯୋଉ ବାଦ ବିପ୍ରଙ୍କୁ ସତ୍ୟ କରିଥିଲେ ହଁ ତା ସତ୍ୟଟା କିପରି ରଖିଥିଲେ ଆଜ୍ଞା? କିପରି ସତ୍ୟଟା କିପରି ରଖିଥିଲେ? ବାଦ ବିପ୍ରଙ୍କର ଯୋଉ ସତ୍ୟ କରିଥିଲେ ଆଚ୍ଛା। ତାଙ୍କର ପୁତ୍ରମାନେ ଯୋଉ ପାତାଳ ବୈକୁଣ୍ଠପୁରରେ ରହିଥିଲେ ହଁ ତାଙ୍କୁ ଆଣି ତାଙ୍କୁ ଅର୍ପଣ କରିବା ପାଇଁ କହିଥିଲେ, ଆଚ୍ଛା ଆଚ୍ଛା ହେଲେ ଆପଣ ଜାଣି ପାରିଲେ ନାହିଁ, ନାହିଁ ସେଟା ସତ୍ୟ ଭଗ୍ନ ହେଲେନି। ହଁ ହେଲା ଆଉ ପରନାରୀ କେଉଁ ସ୍ଥାନରେ ହରଣ କରିଛନ୍ତି? ପର ନାରୀ ବି ହରଣ କରୁଛି। ହଁ ମୋର ଏଇଟା ମନେ ପଡୁନି କାହିଁ। ନାଇଁ ମନେ ପଡିବନି। ହଁ ପରା ଏଇ କେତେବେଳେ ଖାଇଥିବ ମନେ ରହିବନି ଆର ରକ୍ଷକ ସତ କଥାଟା ଏଇଟା। ଚୁଡ଼ା ଗୁଗୁଡ଼ ସାକ୍ଷୀ ହେଲା ସିଏ ଭଲ, ତୁ ତ ବେଶୀ ଜାଣିଛୁ ରେ ଆଉ ନାଇଁ। ହଁ ତୋର ନାଟୁ ବୁଲୁ ଢିଲା ହେଇଥିଲେ କଣ ହେଲା? ଏ ଦୂତ ବୀର ଫାଲଗୁନି ଶୁଣ ମୋ ବାଣୀ, ଶୁଣ ମୋ ବାଣୀ ହୃଦୟକୁ ଯାଇ ଥିଲ ଫାଲଗୁନି ହେ ବୀର ମଣି। ଶୁଣ ମୋହ ବାଣୀ, ଶୁଣ ମୋହ ବାଣୀ। ଆଜ୍ଞା ଦୂତ ଚାନ୍ଦାର ମୂଳେ ଧନୁ ତୃଣ ଥୋଇଣ ଅବଦାହ କଲ ଜଳେ ବୁଡ଼ିଣ। ବେତ୍ରହସ୍ତ ଜଳେ ବୁଡ଼ିବାର ଉଲ୍ଲଙ୍ଘି ଦେଖି ଉଲ କବିତାରେ ନେଲା ସେ ଝିଙ୍କି ହେ ବୀର ବିବଛି। ଶୁଣ ମୋହ ବାଣୀ, ଶୁଣ ମୋହ ବାଣୀ। ବିରହରେ ଝୁଙ୍କି ହେ ବୀରମଣି। ଆଜ୍ଞା ଉଲୁକ ମନ୍ତ୍ର ବଳେ ଧରି ହି ନେଲା ପାତାଳ ଯେ ମଣିମୟ ପୁରେ ରଖିଲା। ଦୂତ ସେଠାରେ ଚେତନା ପାଇଲ ବୀର ପାଣ୍ଡବ ବୀର, ପାଣ୍ଡବ ବୀର। ଦୂତ ପଚାରିଲ ଏ ତ କାହାର ପୁରରେ ରମଣୀ ବର। ସେ କହିଲାରେ ପାତାଳ ଭୁବନ ମଣିମୟ ପୁରା ଆଣିମା କାରଣ ଶୁଣ ହେ ବୀର। ଆଚ୍ଛା ଏ ନିଶ୍ଚୟ ହେବ ତୁମ୍ଭେ ପତି ମୋହର, ନିଶ୍ଚୟ ହେବ ତୁମ୍ଭେ
ଅର୍ଜୁନ ହଁ ରୀତା ଦିନା ଆଜ୍ଞା ଦୂତ ଆପଣ ତ ଉଲ୍ଲୋପୀ କନ୍ୟା ସହ ପ୍ରୀତି ଭାଗ ରଖିଛନ୍ତି ଆଚ୍ଛା ସେଇଟା ତମର ଘର କନ୍ୟା ନା ପର କନ୍ୟା ଏ ଦୂତ ସେଟା ଘର କନ୍ୟା ସେଇଟା ତମର ଘର କନ୍ୟା ଗଲା ଆଉ ଉଲ୍ଲୋପୀ କନ୍ୟାଟା ତମର ଘର କନ୍ୟା ଏଇ 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 ତୁ କାର ମନ୍ଥି ହଉଛୁ ରେ ତୁ କାର ମନ୍ଥି ମତେ ମନ୍ଥିଲା ହେଲେ କଣ କରୁଛୁ ଏଡେ ହଁ ସତ କଥା ଏଇଟା ସତ କଥା ପିଲା ଯାହା କହିଲେ ଠିକ କଥା ବୋଲେ ତମ ଚାରିଜଣ ଯାକ କହ ବୋଲେ କହିବ ହଁ ଏଥର ବାଜିଯିବ ହେଲେ ଆପଣ ଯୋଉ ଉଲ୍ଲୋପୀ କନ୍ୟା ସହ ପ୍ରୀତି ଭାବ ରଖିଥିଲେ ଆଚ୍ଛା ସେଇଟା ତମର ଘର କନ୍ୟା ନା ପର କନ୍ୟା ସେଟା ପର କନ୍ୟା ହଁ ଆହୁରି ମଧ୍ୟ ଏକ କନ୍ୟା ସହ ଆପଣ ପ୍ରୀତି ଭାବ ରଖିଛନ୍ତି ଦୂତ ଶୁଣିବେ ଆଜ୍ଞା ଆହୁରି ଅଛି ଏରା ଭଲ କଥା ଯାକଲ ଝିଅ ହୁଗୁଲା ଏ ଟିକେ ଆମ ଆସନରେ ବସୁ ମୁଁ ଟିକେ ଯାଇକି ଆସିବି ନା ନାଇଁ ବସ ଆଉ ତମକୁ କିନ୍ ଲାଗିଲେ ପଳଉଛ ଯା ନା ଆମର ଗୋଟେ ଗଲେ ଯୋଡ଼େ ରହୁଛନ୍ତି ତମର ଆଉ କାଇଁ କଣ ଏଠି ମୋର ଅଛି ନା ଆଉ ଜଣେ ସେ ବାୟକୁ ନାହିଁ କି ଟାୟକୁ ନାହିଁ ଏ श्रुति कर हे कौनटा सुत्ती करियो बा तुम्हे कुंती नंदन श्रुति कर हे आज्ञा चित्रांगुर बोली कई राजन चित्रांगुरा पत्नी हिंगुलाई लक्ष्मी जान आहा तांको ठारु चित्रांगदा जन्म श्रुति कर हे तुम्हे वीर अर्जुन श्रुति कर हे मोर बन बुली बुली गल से बने रहिल 60 दिन अच्छा दिमास दिमास कौन होला 60 दिन दिमास से बने रहिल 60 दिन तापरे किछि दिन अंते पुत्र जन्मिला अच्छा से पुर नाम बब्रुवाहन श्रुति कर हे तुम्हे वीर अर्जुन श्रुति कर हे बब्रु बाहर संगते आपण महाघर युद्ध कल जाइन अच्छा ए बापा पुराण खेला बड़ टाण बापा पुराण खेला बड़ टाण मोर युद्धे हारिल आपण श्रुति कर हे तुम्हे वीर अर्जुन श्रुति कर हे दूत आपण जो चित्रांगद कन्या को हरण करते तांकर जन्म होइतिले केसे जानि छन क्या कैसे बब्रु वाहन अच्छा अच्छा सेटा तमरो घर कन्या ना पर कन्या कौन होला ना सेटा तमरो घर कन्या ना पर कन्या ସେଇଟା ବି ପର କନ୍ୟା ଆଜ୍ଞା हां आ नाही करूछ ବାଇକି ଦେଖିଲେ ବାଇ ପଡୁଛ आज्ञा दूत आपण काहेकि नाही करूछन आज्ञा କାହିଁକି ନାହିଁ କରୁଛି हां ନାଇଁ ନାଇଁ ତା ପතର ରଖିବ ନା ହଙ୍ଗ ନାଇଁ କୋ ନଲେ ଏତେ କାହିଁକି ନାଇଁ କାରଣ କାରଣ ପତର ସେଇଟା ତୋ ଇଚ୍ଛା ନା ମୋ ଇଚ୍ଛା ଏତେ ମନ୍ଥ
ରଖିବା ଲୋକ ଇଚ୍ଛା ନାହିଁ ଜାଣ ରଖିବୁ ରଖିବା